ଜିନିଷ ମୁଁ ଶିଖିବାକୁ ପାଇଛି ସେ ତାରି କଥା ମୁଁ କହୁଛି। ଆପଣମାନେ କ'ଣ ଲାଗିବ ସେଟା ଆପଣମାନେ ଜଣେଇବେ। ଗୋଟେ ମୁଁ ହୋଟେଲରେ ଖାଉଥିଲି, ସେଠି ଗୋଟେ ଅଙ୍କଲ ବସିଥିଲେ। ଅଙ୍କଲ ମୋ ସାମ୍ନାରେ ବସିଥିଲେ, ଖାଉଥିଲେ। ତାଙ୍କ ପ୍ଲେଟ୍ରେ ସେଇ କିଛି ପନିର ଫନିର ଏକା ଥାଏ। ସେ ବହୁତ ଖୁସିରେ ଖାଉଥାନ୍ତି। ସେଠୁ ଖାଇବା ଅଧା ହେଲାଣି, ୱେଟର ଅପେକ୍ଷା କରିଥାଏ। ୱେଟର ଆସି ପଚାରିଲା, ସାର୍ ଆଉ କିଛି ଲାଗିବ? ସେ କହିଲେ ନା ଥାଉ, କହିଲେ ମୁଁ ଖାଇସାରେ। ସେଠୁ ତାକୁ ବହୁତ ଉପଭୋଗ କରି ଖାଇଲେ। ୱେଟର ଥାଏ, ସେଇଠି ତାକୁ କହିଲେ, ୱେଟର ଅଇଁଠା ଥାଳିକି ନେଇଯାଅ, ଆଉ ଗୋଟେ ଥାଳି ମିଠା ଆଣ। ସେଇଠି ମୁଁ ଶିଖିବା ପାଇଁ ପାଇଲି, ଯେତେବେଳେ ଲୋକଙ୍କ ପାଖରେ ଲୋକଙ୍କ କାମ ସରିଯାଏ ସେଟା ଅଇଁଠା ଥାଳି ହେଇଯାଏ, ଅଇଁଠା ପତ୍ର ହେଇଯାଏ। କାରଣ ସେ ଅଇଁଠା ପତ୍ରଟା ପକେଇ ଦେଇ ନୂଆ ଥାଳିରେ ସେ ଯେଉଁ ମିଠା ଆଣିଲେ ନୂଆ ଥାଳି ଦରକାର। ଯେହେତୁ ମଣିଷର ଯେତେବେଳେ ଆପଣଙ୍କ ପାଖରେ କାମ ଥବ, ଇଏ ଥବ, ବହୁତ ହସ ଖୁସି ମଜା ବହୁତ ହେଉଥିବ, ବହୁତ ଖୁସି ଥିବେ। ଯେତେବେଳେ ଆପଣଙ୍କ କାମ ସରିଯିବ ସେତେବେଳେ ଆପଣ ଅଇଁଠା ହେଇଯିବେ। କାରଣ ସେଇଠି ମୁଁ ବୁଝିଲି ଆମ ବୋଧେ ସେଇଭଳିଆ ଅଇଁଠା ହେଇଯାଇଛି କାଠୁ। କି ତାପରେ ନୂଆ ଥାଳି ଯେଉଁ ଆଇଲା ମିଠା, ସେ ନୂଆ ମିଠାଟା ମାନେ ନୂଆ ପିଲା କିଏ ବୋଧେ ଆସି ଜଏନ୍ ହେଲେ, କି ନୂଆ ପିଲା ଆସି ଯୋଡ଼ି ହେଲେ, ସେଟା ନୂଆ ମିଠା। କାରଣ ମୋତେ ଏଇଟା ଲାଗିଲା। ଆପଣମାନଙ୍କୁ କ'ଣ ଲାଗିଲା ନିହାତି ଆପଣ ଜଣେଇବେ। କାରଣ ଯେହେତୁ ଏତେ ମୁଁ କିଛି ଶିଖିବାର ଥିଲା, ଶିଖିଲି। କାରଣ ଆପଣମାନଙ୍କ ମାଇଣ୍ଡ କ'ଣ, ସେ ଅଙ୍କଲ ଖାଦ୍ୟ ଏଇଭଳିଆ ଖାଇଲେ ମତଲବଟା କ'ଣ ଟିକେ ମାନେ ଆପଣ ଜଣେଇବେ। ରହିଲି, ଜୟ ଗୁରୁ।